ଆଜି ଛୋଟବେଳେ ଗୋଟେ ଶୁଣିଥିବା ଗପର କଥା ଭାରି ମନେ ପଡ଼ୁଛି। ଭାବିଲି ଆପଣମାନଙ୍କ ସାଙ୍ଗରେ ସେୟାର କରିବି ଗପଟି। ଛୋଟବେଳେ ଶୁଣିଥିଲି ଭଗବାନ ଯେତେବେଳେ ମଣିଷ ସମାଜ ସୃଷ୍ଟି କରିଥିଲେ, ଆଦି ଆଉ ଆଦାନ ବୋଲିକି ଦୁଇଟା ଲୋକ ସୃଷ୍ଟି କରିଥିଲେ, ଗୋଟେ ପୁରୁଷ ଆଉ ଗୋଟେ ନାରୀ। ଆଉ ଯେତେବେଳେ ସେଇମାନଙ୍କୁ ସୃଷ୍ଟି କରିଥିଲେ ନା, ସେମାନେ ଜଙ୍ଗଲରେ ସେମିତି ଉଲ୍ଲଗ୍ନ ଅବସ୍ଥାରେ ବୁଲୁଥିଲେ। ଆଉ ଭଗବାନ ତାଙ୍କୁ କହିଥିଲେ, ସ୍ୱୟଂ ବ୍ରହ୍ମା କହିଥିଲେ, ତୁମେ ସବୁ ଫଳ ଖାଇପାରିବ, କିନ୍ତୁ ଏଇ ଗୋଟିଏ ଗଛର ଫଳକୁ ଖାଇବନି। ଆଉ ସେଇ ଆଦି ଆଉ ଆଦାମ ସେ କ'ଣ କରୁଥିଲେ କହିଲେ? ସେମାନେ ସେମିତି ସବୁ ଗଛର ଫଳ ଖାଉଥିଲେ। ଦିନେ ତାଙ୍କ ଆଗରେ ରାକ୍ଷସ ଆସିକି ଜଣେ କହିଲେ ଯେ, ରାକ୍ଷସ ତ ନୁହଁ, ସେ ଗୋଟେ ସର୍ପ ବୋଧେ, ସିଏ ଆସିକି କହିଲେ ଯେ, ଆପଣ ସବୁ ଗଛର ଫଳ ଖାଉଛନ୍ତି, ଏ ଗଛର ଫଳଟା କାହିଁ ଖାଉନ? ଏଇଟା ଖାଅ, ତମେ ଭଲ ହବ, ଇଏ ହବ। ତାଙ୍କୁ ଇଆଡ଼ୁ ସିଆଡ଼ୁ କହି ତାଙ୍କ ମନକୁ ଇଏ କରି ସେ ଗଛର ଫଳଟା ଯେମିତି ଆଦି ଆଉ ଆଦାନ ଖାଇଛନ୍ତି, ତାଙ୍କକୁ ଲାଜ ଆସିଲା, ରାଗ, ହିଂସା, ତାଙ୍କ ପାଖରେ ସବୁ କିଛି ଆସିଗଲା। ଯେତେବେଳେ ତାଙ୍କୁ ଲାଜ ମାଡ଼ିଲା, ସେ ଗଛର ପତ୍ର ଆଉ ବକଳା ପିନ୍ଧିଲେ। ବ୍ରହ୍ମା ଦେଖି ଜାଣିପାରିଲେ। ସେ ନିଜେ ଆସିଲେ, ତାଙ୍କୁ ପଚାରିଲେ, ତୁମେ କାହିଁକି ଏ ଫଳଟା ଖାଇଲ? ମୋ କଥା କାହିଁକି ତମେ ନ ମାନିକି ରହିଲ? ତମେ ନ ମାନିଥିବା ସକାଶେ ମୋ କଥାଟି ମୁଁ ତୁମକୁ ଆଜି ଅଭିଶାପ ଦେଉଛି। ବ୍ରହ୍ମା ତାଙ୍କୁ ଅଭିଶାପ ଦେଲେ ଯେ, ତୁମେ ସ୍ତ୍ରୀକୁ ଫାଷ୍ଟ ଦେଲେ, କହିଲେ ସ୍ତ୍ରୀକୁ ତୁ ଜୀବନରେ ଏମିତି କଷ୍ଟ ପାଇବୁ, ତୁ ସେ କଷ୍ଟଟା କେବଳ ଗୋଟେ ମା ହେଲା ବେଳେ ହିଁ ପାଇବୁ। ପୁରୁଷକୁ କହିଲେ, ତୁ ଏମିତି ଯେତେ କଷ୍ଟ ଜୀବନରେ ଆସିଲେ ମଧ୍ୟ ତୋ ଆଖିରୁ ଲୁହ ବାହାରିବନି, ଆଉ ତୁ ସେମିତି ପଥର ପରିଥିବୁ। ସେଇ କଥାଟା କହିବା କାରଣ କ'ଣ କହିଲେ ଆଜ୍ଞା? ଏଇ ପୁରୁଷ ସମାଜର ଭାଇମାନଙ୍କୁ ମୋର ଏଇ ଉପଦେଶଟି, ମୁଁ ତ ଆପଣଙ୍କଠୁ ବୟସରେ ଛୋଟ, କିନ୍ତୁ ଛୋଟିଆ ଉପଦେଶ ମୋ ବାପାଙ୍କଠୁ ଯାହା ମୁଁ ଦେଖିଛି, ଯେତେ ଜୀବନରେ କଷ୍ଟ ଅଛି ପଛେ ପୁରୁଷମାନେ କେବେ ଆଖିରୁ ଲୁହ ବାହାର କରନ୍ତିନି। ଆମେ ସ୍ତ୍ରୀ ଲୋକମାନେ ବହୁତ କମଜୋର ଥାଉ ମନରୁ, ଆମେ ହଠାତ୍ ସେ କାନ୍ଦି ଦେଉ ପ୍ରତି କଥାରେ, କିନ୍ତୁ ପୁରୁଷ ପୁଅମାନେ ତାଙ୍କ ଆଖିରୁ କେବେ ଲୁହ ବାହାର କରନ୍ତିନି। ଆଉ କେତେବେଳେ କରନ୍ତି ଜାଣିଛ? ଯେତେବେଳେ ତାଙ୍କ ଜନ୍ମ କଲା ବାପା ମା ଛାଡ଼ି ଦେଇକି ତାଙ୍କୁ ଯାଆନ୍ତି, ସେତେବେଳେ ତାଙ୍କ ଆଖିରୁ ଲୁହ ବାହାରେ। ଆଉ ଯେତେବେଳେ ତାଙ୍କୁ ଜନ୍ମ କରିଥିବା ଗେଲ ବର୍ଷର ଝିଅଟି କନ୍ୟା ବିଦାୟ କଲାବେଳେ, ସେଇ ସମୟରେ ଆଖିରୁ ଲୁହ ବାହାରେ। ଏଇ ଦୁଇଟା ସମୟ ଛାଡ଼ିଦେଲେ ଆପଣମାନଙ୍କ ଆଖିରେ ଲୁହ କେବେ ଶୋଭା ଦିଏନି। ସେଇଥିପାଇଁ ଏ ସମାଜରେ ସବୁବେଳେ ପୁରୁଷମାନେ ବହୁତ ଷ୍ଟ୍ରଙ୍ଗ ହୋଇଥାନ୍ତି, ଆଉ ନାରୀମାନେ ବହୁତ କମଜୋର ହୋଇଥାନ୍ତି। ସେଇଥିପାଇଁ ମୁଁ ଉଚିତ ମନେ କରେନି ଯେ ପୁରୁଷ ପୁଅରୁ ଲୁହ ଶୋଭା ଦିଏ ବୋଲି। ଆଉ ଯଦି କିଛି ଭୁଲ ଥାଏ ମୋତେ କ୍ଷମା କରିବେ।